ଏବେ 10ଟା ବାଜିଗଲାଣି। ମୁଁ ଏବେ ଉଠୁଛି, ଏତେ ଗଧ ହେଇଗଲାଣି। ମୁଁ ଏବେ ଉଠୁଛି। ହାଇ ଫ୍ରେଣ୍ଡ, ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ପ୍ଲିଜ୍ ଦେଖନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବେ। ଚ୍ୟାନେଲ୍ ନ୍ୟୁ ଥିଲେ ନିଶ୍ଚୟ ସବସ୍କ୍ରାଇବ୍ କରିବେ। ଆଉ ପ୍ୟାରା ସା ଗୋଟେ କମେଣ୍ଟ ଦେବେ। ଚାଲନ୍ତୁ ଭିଡ଼ିଓକୁ କଣ୍ଟିନ୍ୟू କରିବା। ଭିଡ଼ିଓକୁ ଏନ୍ଜୟ କରନ୍ତୁ। ଏଠି ଭାତ ବସେଇଛି। ଯେହେତୁ ପ୍ରେସର କୁକର ନାହିଁ ମୋର, ମଟର ଆଳୁ ମୁଁ ଏଠି ସିଝଉଛି। ଟିକେ ବି ଲେଟ୍ ହେବ, କ'ଣ କରିବା, ଯେହେତୁ ପ୍ରେସର କୁକର କିଣିନି ତ ଏଇଥିରେ ମୋତେ ସିଝିବା ପାଇଁ ପଡ଼ିବ। ଏଇ 2 ଦିନ ହେବ ଟିକେ ବେଶୀ ମୋର କାହିଁ ମୁଣ୍ଡ ଟିକେ ବେଶୀ ବିନ୍ଧା ହେଉଛି। କିଛି ଗୋଟେ ମାଇଣ୍ଡରେ ପୁରେଇ ଦେଲା ପରେ ମୋର ମୁଣ୍ଡଟା ବିନ୍ଧା ହେଉଛି। ସେଇଥିପାଇଁ ବୋଧେ ସେଇ ଯେଉଁ କାରଣ ଥିଲା ସେଦିନ ଘଟଣା ନେଇକରି ମୋତେ ମନ ଭିତରୁ ସେଇଟା ଯାଇପାରୁନି। ସେଥିପାଇଁ ମୁଣ୍ଡ ଟିକେ ବିନ୍ଧା ହେଉଛି। ସେ ଜିନିଷଟା ବାର ବାର ମନେ ପଡ଼ୁଛି। ତ ସେଇଟାକୁ ଦୂର କରିବା ପାଇଁ ଟିକେ ଟାଇମ୍ ଲାଗିବ। ଛାଡ଼, ଏମିତି ସମୟ ଆସିଥାଏ, ତାକୁ ଫେସ୍ କରିବା ପାଇଁ ପଡ଼ିବ। ପୁରା କେମିତି ହେଇଗଲେ ଦେଖାଯାଉଛି, ଦେଖିଲେ କେମିତି ଚୁଟି ପୁରା ଉପରକୁ ଉଠିଯାଇଛି। ସକାଳୁ ମାନେ କାଲି କମ୍ପାନୀରେ ଏତେ ଜୋରେ ମୁଣ୍ଡ ବିନ୍ଧା ହେଲା, ମେଡ଼ିସିନ୍ ଖାଇଥିଲି। ତାପରେ ରୁମ୍କୁ ଆସିକିରି 2ଟା ବେଳେ ଶୋଇଲି। ସକାଳୁ ଉଠିଲା ପରେ ସେମିତି ଯେମିତି ମୁଣ୍ଡ ବିନ୍ଧା ହେଉଥିଲା ସେମିତି ମୁଣ୍ଡ ବିନ୍ଧା କମିଲାନି। ତାପରେ ମୁଁ ଲାଲ ଚା ଟିକେ ମରିଚ ଦେଇ ଟିକେ ବନେଇ ପିଇଲି, ତଥାପି ଭଲ ଲାଗିଲା। ତାପରେ କିଛି ସମୟ ପରେ ଫେର ଆରମ୍ଭ ହେଇଗଲା। ତ ଏମିତି ହେବ, ତାକୁ ଟିକେ ଫେସ୍ କରିବାକୁ ପଡ଼ିବ। ଆଉ ସେ ଜିନିଷଟାକୁ ଟିକେ ବେଶୀ ନ ଭାବି ଆଗକୁ ବଢ଼ିବାର ଅଛି। ମଟର 2ଟା ବଞ୍ଚିଥିଲା, ତାକୁ ଟିକେ ପିଆଜ ଦେଇକି ତାକୁ ଟିକେ ଭାଜୁଛି। ମଟର ଭଜା ଟିକେ ସିଝା ଟିକେ ଖାଇବା ପାଇଁ ଟିକେ ଭଲ ଲାଗେ। ସେଥିପାଇଁ ଟିକେ ଭାବିଲି ଭାଜିକିରି ଖାଇବା ଭଲ ଲାଗିବ। ତ ଏଇଠି ତ ଭାତ ବଇଛି ଆଉ ଏଇଠି ତ ତା ସିଝଉଥିଲି, ଅଧାରେ କାଢ଼ି ଦେଇଛି। ତାପରେ ଏଇଟା ଭାଜି ଦେଲା ପରେ ତାପରେ ଚୁଡ଼ା ଏଇଟା ଭାଜିବି, ତାପରେ ଏଇଟା ସିଝେଇବା। ଆଉ ମଟର ଭାଜି ଦେଇଛି, ଦେଖନ୍ତୁ। ହେଲେ ଏତେ ଟେଷ୍ଟ ନାହିଁ। ତାକୁ ପ୍ରଥମେ ସିଝେଇକିରି ଭାଜିବାର ଅଛି, ଭାଜିବାର ଥିଲା। ତାକୁ ସିଝେଇ ନଥିଲେ, ଏମିତି ବତୁରେଇ ଥିଲେ। ଆଉ ତାକୁ ତାପରେ ଭାଜିଦେଲି। ଯେମିତି ଗୋଟେ ଖୁସି, ଆଉ ଇଏ ବି ଗୋଟେ ଖୁସି। ସେମିତି କରିଥିଲେ ଗୋଟେ ଖୁସି। ତ ଚୁଡ଼ା ଭଜା ବି ହେଇଯାଇଛି। ଏଠି ଖାଇଦେବା। ଆଉ ସାୟଦ ଟିକେ ମୁଣ୍ଡ ବିନ୍ଧା ଟିକେ ଯାହା ହେଉଛି ଟିକେ କମିଯିବ ଆଉ ସବୁ ଖାଇଲା ପରେ। ଏଠି ଆମର ଆଳୁ ମଟର ସିଝା ସରିଛି। ଏଠି ମସଲା କଷା ଚାଲିଛି। ଆଉ ମସଲା କେମିତି ଗ୍ରେଭିଟା ହେଇଛି ଦେଖନ୍ତୁ। ମୋତେ ତ ରୋଷେଇ ଆସେନି, ଯେମିତି ପାଉଛି ସେମିତି କରିଦେଉଛି। ଆଉ ତାପରେ ଏଇଠି ସବୁ କେଳାମେଳା ହେଇ ପଡ଼ିଛି, ତାକୁ ସବୁ ଉଠେଇ ସଫାସଫି କରିବାର ଅଛି। ବ୍ୟାଚଲର ରୁମ୍ ଏମିତି କଚଡ଼ା ମଚଡ଼ା ହେଇ ପଡ଼ୁଛି। ଆଉ ବାହାରେ ଆଜି ଦେଖନ୍ତୁ କେତେ ଜୋରରେ ଖରା ହେଇଛି ବାହାରେ। କାଲିଠୁ ଆଜି ପ୍ରବଳ ଖରା। ହେଇଛି, ମାନେ ସେଥିପାଇଁ ଖରାରେ ମୋର ବେଶୀ ପ୍ରାୟ ମୁଣ୍ଡ ବିନ୍ଧା ହେଇଯାଉଛି। ଏତେ ଜୋରେ ଖରା। ଫାଇନାଲି ରୋଷେଇ ଶେଷ। ମଟର ଆଳୁ ଘୁଗୁନି, ସେପଟେ ଭାତ ବି ରେଡ଼ି। ଆଉ ମୁଁ ବି ଏବେ ଗାଧୋଇ ଆସିଲିଣି। ଠାକୁର ପୂଜା ବି ସରିଗଲା। ତାପରେ ଏବେ ଟିକେ
खाइबा कौन 12टा बाजिलानी 12टा बजा 10 मिनट अच्छी गोटे बेल को भाई हरिका आसवे सांग होकर बस खाइबू तो वीडियो को कंटिन्यू रखु गोटे लाइक करूँ प्लीज़ वीडियो को जमा लाइक करना चैनल जदि न्यू अच्छा प्लीज़ सब्सक्राइब करूँ बर्तमान ड्यूटी टाइम है ड्यूटी जा ये शू पिंद कंपानी ड्रेस पिंद तापर सब सेफ्टी हिसाब से जाओ ता पछरे कंपानी में जाइए रात काम कर बहुत सारा टेंशन कंपानी ड्रेस पिंद शू पिंद ड्यूटी चला रात कंपानी टेंशन बाहर टेंशन घरे टेंशन सब टेंशन खाली टेंशन 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 तो एमती टेंशन हम टेंशन लेने का नहीं टेंशन देने का है कि नहीं। वीडियो भल लगे गोटे लाइक करेंगे शेयर करेंगे चैनल न्यू थे सब्सक्राइब निश्चय करेंगे देखा नेक्स्ट वीडियो रे तब तक बाय बाय जय जगन्नाथ।